ଟିକ୍ରା ଅପହରଣ ଘଟଣାର ପର୍ଦ୍ଦାଫାଶ। ସମ୍ବଲପୁରରୁ ଯୁବକ ଉଦ୍ଧାର, 3 ଅଭିଯୁକ୍ତ ଗିରଫ। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ରଙ୍ଗିଆ ଟିକ୍ରା ଗ୍ରାମରେ ଘଟିଥିବା ଏକ ଚାଞ୍ଚଲ୍ୟକର ଅପହରଣ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଅପହୃତ ଯୁବକଙ୍କୁ ସମ୍ବଲପୁରରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ 3 ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ରଙ୍ଗିଆ ଟିକ୍ରା ଗ୍ରାମର ରତନ କିଶୋର ମାଝୀ ଗତ 22 ତାରିଖ ଦିନ ନିଜ ଘରୁ ନିଖୋଜ ହୋଇଯାଇଥିଲେ। କିଛି ଦୁର୍ବୃତ୍ତ ତାଙ୍କୁ ଯୋଜନାବଦ୍ଧ ଭାବେ ଅପହରଣ କରି ନେଇଯାଇଥିଲେ। ଅପହରଣ ପରେ ଦୁର୍ବୃତ୍ତମାନେ ରତନଙ୍କ ସ୍ତ୍ରୀ କ୍ଷିତିସ୍ମିତା ମାଝୀଙ୍କ ମୋବାଇଲକୁ ଫୋନ୍ କରି ଧମକପୂର୍ଣ୍ଣ ସ୍ୱରରେ ମୁଣ୍ଡ ଜାମିନ ଦାବି କରିଥିଲେ। ସ୍ୱାମୀଙ୍କୁ ଜୀବିତ ଓ ସୁରକ୍ଷିତ ଫେରି ପାଇବାକୁ ହେଲେ ତୁରନ୍ତ 3 ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ଅପହରଣକାରୀମାନେ ସର୍ତ୍ତ ରଖିଥିଲେ। ଏହି ଘଟଣାରେ ଭୟଭୀତ ହୋଇ କ୍ଷିତିସ୍ମିତା କିସିଣ୍ଡା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଂ ଏବଂ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସମ୍ବଲପୁରରେ ଚଢ଼ାଉ କରିଥିଲା। ସେଠାରୁ ରତନ କିଶୋର ମାଝୀଙ୍କୁ ଉଦ୍ଧାର କରାଯିବା ସହ ଘଟଣାରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିଲା। ଅଭିଯୁକ୍ତମାନେ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଦଫାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।